ଶ୍ରୀ ଶ୍ରୀ ଠାକୁରଙ୍କ ପିଲାଦିନର କଥା। ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଖୁବ୍ ଅସୁସ୍ଥ। ଔଷଧ ଆଣିବା ପାଇଁ ଘରେ ପଇସା ନଥାଏ। ଅନୁକୂଳଚନ୍ଦ୍ର ଘରୁ ବାହାରି କିଛିଟା ଗଲା ପରେ ଦେଖନ୍ତି ଯେ ତାଙ୍କ ବାଲ୍ୟବନ୍ଧୁ ଅର୍ଥାତ୍ ସ୍କୁଲ ସାଙ୍ଗ ଗାଁ ଜମିଦାରଙ୍କ ପୁଅ ଯୋଗେଶ ଚୌଧୁରୀ ଘୋଡ଼ା ଗାଡ଼ିରେ ବସି ବୁଲି ବାହାରିଥାନ୍ତି। ସେ ଯୋଗେଶ ପାଖକୁ ଆଗେଇ ଗଲେ ପଇସା ପାଇଁ। ସାଙ୍ଗକୁ କହିଲେ, ଭାଇ ଯୋଗେଶ, ବାବାଙ୍କ ଦେହ ଖୁବ୍ ଖରାପ, କିଛି ପଇସା ଦରକାର ଔଷଧ ଆଣିବାକୁ, ମୋତେ କିଛି ଉଦ୍ଧାର ଦେଲୁ? ଆତ୍ମଗର୍ବୀ ଯୋଗେଶ ସଙ୍ଗେ ସଙ୍ଗେ ମୁଖ ବିକୃତ କରି କେତୋଟି କଟୁ ଶବ୍ଦ କହିବା ସହିତ ଅତ୍ୟନ୍ତ ତାଚ୍ଛଲ୍ୟ ଭାବରେ 1 ଅଣା ଅର୍ଥାତ୍ 4 ପଇସାଟିଏ ତାଙ୍କ କପାଳକୁ ଉଦ୍ଦେଶ୍ୟ କରି ଫିଙ୍ଗିଦେଲେ। କପାଳରେ ପଇସାଟି ବାଜି 2 ବୁନ୍ଦା ରକ୍ତ ଝରି ପଡ଼ିଲା, ଆଉ ଅଣାଟି ମାଟିରେ ପଡ଼ି ଗଡ଼ିଗଲା। ଅନୁକୂଳଚନ୍ଦ୍ର ମାଟିରୁ ଅଣାଟି ଗୋଟେଇ ଆଣି ନୀରବରେ ସେଠାରୁ ବିଦାୟ ନେଲେ, ଆଉ ତାଙ୍କ ପିତାଙ୍କ ଲାଗି ଔଷଧ ପାଇଁ ପାବନା ବଜାରକୁ ଗଲେ। ଇତିମଧ୍ୟରେ ଅନେକ ଦିନ ଗତ ହୋଇଗଲାଣି। ଦେଶ ବିଭାଜନ ପୂର୍ବରୁ 1946 ମସିହାରେ ଶ୍ରୀ ଶ୍ରୀ ଠାକୁର ଦେଓଘର ଚାଲି ଆସିଲେ। ଦିନେ ବାଡ଼ାଲ ବାଙ୍ଗଲାରେ ବସିଥାନ୍ତି। ଦୂରରୁ ଦେଖିଲେ ପୂର୍ବୋକ୍ତ ଜମିଦାର ପୁତ୍ର ଯୋଗେଶଙ୍କ ଅତି ଦୟନୀୟ ଅବସ୍ଥା। ସେ ଜୀର୍ଣ୍ଣ ଶୀର୍ଣ୍ଣ ବସ୍ତ୍ର ଧାରଣ କରି ଫାଟକ ଭିତରକୁ ପ୍ରବେଶ କରୁଛନ୍ତି। ଦୂରରୁ ତାଙ୍କୁ ଚିହ୍ନି ପାରି ଶ୍ରୀ ଶ୍ରୀ ଠାକୁର ସଙ୍ଗେ ସଙ୍ଗେ ଜଣେ ଭକ୍ତକୁ କହିଲେ, ଯାଅ ଯାଅ, ତାଙ୍କୁ ଧରି ଆଦର କରି ମୋ ପାଖକୁ ନେଇ ଆସ। ସେ ଆସିଲେ, ତାଙ୍କର ରହିବା ଓ ଖାଇବାର ସୁବନ୍ଦୋବସ୍ତ ହେଲା। ସଙ୍ଗେ ସଙ୍ଗେ ନୂତନ ବସ୍ତ୍ର ଇତ୍ୟାଦିର ଯଥାବିଧି ବ୍ୟବସ୍ଥା ମଧ୍ୟ ହେଲା। ହିମାୟତପୁରରୁ ଦେଓଘର ଆସିଥିବା ଜଣେ ଭକ୍ତ ପଚାରିଲେ, ଠାକୁର, ସେ ତ ଆପଣଙ୍କୁ ପିଲାଦିନେ ବହୁତ ଅପମାନ କରିଥିଲେ ବୋଲି ଆପଣ ଆମକୁ ଥରେ କହିଥିଲେ। ଆଜି ତାଙ୍କୁ ଏତେ ଆଦର ଅଭ୍ୟର୍ଥନା କରୁଛନ୍ତି କାହିଁକି? ଶ୍ରୀ ଶ୍ରୀ ଠାକୁର କହିଲେ, ଶୁଣ, ସେହିଦିନ ଯଦି ଯୋଗେଶ ସେ 1 ଅଣା ମୋତେ ଦେଇନଥାନ୍ତା, ତେବେ ବିନା ଚିକିତ୍ସାରେ ମୋ ବାବାଙ୍କର ଅବସ୍ଥା କ'ଣ ହୋଇଥାନ୍ତା ଭାବିପାରୁଛ? ଆଉ ମୋ ବାବା ନ ରହିଥିଲେ ତୁମର ଏହି ଠାକୁର ବି ନଥାନ୍ତେ। ଏହି ଯୋଗେଶ ଚୌଧୁରୀଙ୍କ କନ୍ୟାମାନଙ୍କର ବିବାହରେ ମଧ୍ୟ ଶ୍ରୀ ଶ୍ରୀ ଠାକୁର ସମସ୍ତ ବ୍ୟବସ୍ଥା କରି ବନ୍ଧୁତା ରକ୍ଷା କରିଥିଲେ। ଶ୍ରୀ ଶ୍ରୀ ଠାକୁର ଯେଉଁମାନଙ୍କ ପାଖରୁ ଅସମୟରେ କିଛି ବି ଉପକାର ପାଇଥିଲେ, ସେମାନଙ୍କୁ କେବେ ଭୁଲି ନଥିଲେ। ପ୍ରୟୋଜନରେ ସେମାନଙ୍କୁ ବହୁ ଗୁଣରେ ସହାୟତା କରିଥିଲେ। ପ୍ରତି ମାସରେ 1 ତାରିଖରେ କେତେଜଣ ନିକଟକୁ ଆଶ୍ରମରୁ ଟଙ୍କା ନିୟମିତ ଭାବେ ମନି ଅର୍ଡ଼ର ଦ୍ୱାରା ପଠାଯାଉଥିଲା। ଶ୍ରୀ ଶ୍ରୀ ଠାକୁରଙ୍କ ମହାପ୍ରୟାଣ ପରେ ମଧ୍ୟ ଏପରି ସାହାଯ୍ୟ ଚାଲୁ ରହିଥିଲା। ଶ୍ରଦ୍ଧେୟ ଅଜିତ ଧର୍ଦା ମାସର 1 ତାରିଖରେ ନିୟମିତ ଭାବରେ କିଛି ମନି ଅର୍ଡ଼ର କରୁଥିଲେ। ସମସ୍ତଙ୍କୁ ମୋର ଜୟଗୁରୁ।